ମଧୁସ୍ମିତା ଦିଦି ମୁଁ ବି ଏ ଶବ୍ଦ ଶୁଣିଛି, ଛୋଟ ପିଲାମାନେ ସବୁ କରନ୍ତି ଆଉ ଯାଦୁଗର ମାନେ କରନ୍ତି। ଗତ ଥର ହଠାତ୍ ମୁଁ ଗୋଟେ ମୋବାଇଲ ଗୋଟେ ଦେଖୁ ଦେଖୁ ସ୍କ୍ରୋଲ କରୁ କରୁ ଏ ଶବ୍ଦଟା ଆସିଲା ଆଉ ମୋ ମାଇଣ୍ଡ କୁ ଷ୍ଟ୍ରାଇକ୍ କଲା, ଆକ୍ଚୁଆଲି ଏ ଶବ୍ଦ କଣ, ଏ ବାକ୍ୟାଂଶ କଣ, ଏ ଫ୍ରେଜ କଣ। ଆଉ ତାହା ଭିତରେ ଷ୍ଟଡି କରୁ କରୁ ମତେ ସୃଷ୍ଟିର ବିବରଣ ପର୍ଯ୍ୟନ୍ତ ଯିବାକୁ ପଡିଲା। ତେଣୁ ଆସନ୍ତୁ ଆଜି ଏଇ ଆବ୍ରାକାଡାବ୍ରା ଉପରେ କିଛି ସମୟ ଆଲୋଚନା କରିବା। ଯେମିତି ଆପଣ ମାନେ ସମସ୍ତେ କହିଲେ, ଆବ୍ରାକାଡାବ୍ରା ଗୋଟେ ମ୍ୟାଜିକାଲ ଫ୍ରେଜ, ମ୍ୟାଜିସିଆନ ମାନେ ବ୍ୟବହାର କରନ୍ତି ହଠାତ୍ ଏବଂ ଗୋଟେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ପାଇଁ। ଯେମିତି ଗୋଟେ ଠେକୁଆ ଥିବ ସେଠୁ ପକ୍ଷୀଟେ ବାହାରିବ, କିମ୍ବା ପକ୍ଷୀ ଥିବ ସେଠୁ ଫୁଲଟେ ବାହାରିବ। ଅଲ୍ ଅଫ୍ ସଡନ୍ ଗୋଟେ ଚେଞ୍ଜ କରିବା ପାଇଁ ତାକୁ ଏଇ ଶବ୍ଦକୁ ବ୍ୟବହାର କରନ୍ତି। ଯେତେବେଳେ ଏହାର ମୂଳ ଅଂଶ ଦେଖିବେ, ଏଇ ଯୋଉ ଆବ୍ରାକାଡାବ୍ରା ଯୋଉ ଫ୍ରେଜ ଅଛି ବା ବାକ୍ୟାଂଶ ଅଛି, ଇଏ ମୂଳତଃ ଆରାମିକ କିମ୍ବା ହିବ୍ରୁ ଭାଷାରୁ ଆସିଛି, ଯୋଉଟା କି ସ୍ପେଲିଂ ତାଙ୍କର ଅନୁସାରେ ABRA ଆବ୍ରା, KEDABRM, ଆବ୍ରାକାଡାବ୍ରା। ଆଉ ଏହାର ଅର୍ଥ ଯେତେବେଳେ ଇଂରାଜୀରେ ଟ୍ରାନ୍ସଲେସନ କରାଯାଉଛି, ତାହାର ଅର୍ଥ ଆସୁଛି ଆଇ କ୍ରିଏଟ ଆଜ୍ ଆଇ ସ୍ପିକ୍। ମୁଁ ଯେତେବେଳେ କହିଥାଏ ମୁଁ ସୃଷ୍ଟି କରିଥାଏ, ବା ମୁଁ କହିକିରି ସୃଷ୍ଟି କରିଥାଏ। ଏଇ ଶବ୍ଦଟା ଯଦିଓ ଗୋଟେ ହାଲୁକା ଭାବରେ ଆମେ ବ୍ୟବହାର କରିଥାଉ ବା ନେଗେଟିଭଲି ବ୍ୟବହାର କରାଯାଏ, ୱିଚ୍ କ୍ରାଫ୍ଟିଂ ଭଳିଆ, କିମ୍ବା ଆପଣଙ୍କର ମ୍ୟାଜିସିଆନ ମାନେ ୟାକୁ ବ୍ୟବହାର କରନ୍ତି, ବଟ୍ ଇଟ୍ ହାଜ ଏ ଭେରି ସ୍ପିରିଚୁଆଲ ରୁଟ୍, ଇଟ୍ ହାଜ ଏ ଭେରି ସ୍ପିରିଚୁଆଲ ମିନିଂ। ଯଦି ଏହାର ଐତିହାସିକ ପୃଷ୍ଠଭୂମି ଦେଖିବେ, ତାହେଲେ 2ୟ ଶତାବ୍ଦୀରେ ଜଣେ ଡାକ୍ତର ବା ଜଣେ ଫିଜିସିଆନ ଥିଲେ ରୋମିଓ ସାମ୍ରାଜ୍ୟରେ, ଆଉ ତାଙ୍କ ନାଁ ହଉଛି ସେରେନିୟସ୍ ସାମୋନିକୋସ୍। ସିଏ ସେତେବେଳର ରୋମିଓ ସାମ୍ରାଜ୍ୟ କାରାକାଲାଙ୍କର ସିଏ ଫିଜିସିଆନ ଥିଲେ ବା ସିଏ ଡାକ୍ତର ଥିଲେ। ଆଉ ସେଇ ସମୟରେ ରୋମିଓ ସାମ୍ରାଜ୍ୟରେ ଯେତେବେଳେ ମ୍ୟାଲେରିଆ ପରି ପ୍ରାଣନାଶକ ରୋଗରେ ଲୋକମାନେ ପୀଡିତ ହଉଥିଲେ, ସେତେବେଳେ ସେ ଗୋଟେ ତାବିଜ ବା ଗୋଟେ ରକ୍ଷା କବଚ, ଗୋଟେ ଡେଉଁରିଆ ଦଉଥିଲେ। ସେଥିରେ ଏ ଆବ୍ରାକାଡାବ୍ରା ଶବ୍ଦକୁ ଟ୍ରାଇଙ୍ଗାଲରେ ବା ତ୍ରିକୋଣୀୟ ଇଏ କରି ତାକୁ ତା ଭିତରେ ଏଇ ମନ୍ତ୍ରଟାକୁ ଲେଖିକିରି ତାକୁ ଦଉଥିଲେ ଏବଂ ସେ ପ୍ରୋକ୍ଲେମ କରୁଥିଲେ, ସେ ଘୋଷଣା କରୁଥିଲେ, ସେ ଦାବି କରୁଥିଲେ ଯେ ଏଇ ଆବ୍ରାକାଡାବ୍ରା ମନ୍ତ୍ର ଲୋକମାନଙ୍କୁ ଏଇ ଲିଥାଲ ଡିଜିଜ ବା ପ୍ରାଣନାଶକ ରୋଗରୁ ଲୋକମାନଙ୍କୁ ରକ୍ଷା କରିପାରୁଥିଲା ବୋଲି। ତାଙ୍କ ପରେ ପରବର୍ତ୍ତୀ ସମୟରେ ଯୋଉ ରୋମିଓ ସାମ୍ରାଜ୍ୟର ସମ୍ରାଟ ମାନେ ଆସିଲେ, ଯଥା ଗେଟା ଏବଂ ସେଭେରସ୍ ଆଲେକ୍ସାଣ୍ଡର, ସେମାନେ ମଧ୍ୟ ଏଇ ପଦ୍ଧତିକୁ, ଏଇ ଯୋଉ ମେଡିକାଲ ଟିଚିଙ୍ଗସ୍ ଯୋଉଟା ସେରେନିୟସ୍ ବାହାର କରିଥିଲେ, ତାକୁ ସେ ମାନେ ଗୋଟେ ମନ୍ତ୍ର ଭଳିଆ ତାକୁ ସେ ପ୍ରାକ୍ଟିସ କରୁଥିଲେ। ଆଉ ପରବର୍ତ୍ତୀ ସମୟରେ ଆଜି ଆମେ ଦେଖୁଛୁ ମ୍ୟାଜିସିଆନ ମାନେ ୟାକୁ ସାଧାରଣତଃ ବ୍ୟବହାର କରନ୍ତି। କିନ୍ତୁ ଇଣ୍ଟରପ୍ରିଟେସନ ର କିଛି ଅର୍ଥ ବାହାରେ। ଗୋଟେ ଇଣ୍ଟରପ୍ରିଟେସନ ପୁରା କୁହାଯାଏ ଯେ ଏଇ ଯୋଉ ଶବ୍ଦ ଆବ୍ରାକାଡାବ୍ରା, ମୁଁ ଯେମିତି କହିଲି, ଇଟ୍ represents the existence of the things through words. ମୁଁ କହିଲି the creative speech of God, ଗୋଟେ ଇଣ୍ଟରପ୍ରିଟେସନ କୁ ପରମେଶ୍ୱରଙ୍କର କହିକିରି ସୃଷ୍ଟି କରିବାର ଶକ୍ତିକୁ ଦର୍ଶାଏ। ଆଉ କିଛି ଲୋକ ତ ଏ ପ୍ରକାର ତାକୁ ଇଣ୍ଟରପ୍ରିଟେସନ କରନ୍ତି, ଆଉ ଆକୁ ସ୍ପିରିଚୁଆଲ ବା ଆଧ୍ୟାତ୍ମିକ ଦୃଷ୍ଟିକୋଣରେ ଗୋଟେ ଟ୍ରିନିଟେସନ ବା ଟ୍ରିନିଟିକୁ ଧରନ୍ତି, ଯେମିତି କି ଆବ୍ରାକୁ ଦେ କଲେଜ ଫାଦର ଏବଂ ବେନ୍ ସନ୍ ଆଣ୍ଡ ରୁଆକ୍ ସ୍ପିରିଟ। यानी कि जो ट्रायंगल रे से ଲେଖୁଥିଲେ ସେରେନିୟସ୍, ସେ ତାକୁ ଟ୍ରିନିଟିକୁ ଦର୍ଶାଇବା ପାଇଁ ତାକୁ ଲେଖୁଥିଲେ। ତ ଇନ୍ ସମାରି ବା କନକ୍ଲୁଜନ ରେ, ଉପସଂହାରରେ ଆମେ କହିପାରିବା ଆବ୍ରାକାଡାବ୍ରାର ଅର୍ଥ ଯେ there is a power in spoken words। ଆମେ ଯୋଉ ଶବ୍ଦ କହିଥାଉ ସେଥିରେ ଶକ୍ତି ଥାଏ। The power to speak has the power to create। ଆମେ ଯାହା କହିଥାଉ ସେଥିରେ ସୃଷ୍ଟି କରିବାର ଶକ୍ତି ଥାଏ। ଇଟ୍ ବିକମ୍ସ ଭିଜିବୁଲ। ଆମ ଶବ୍ଦ ଗୁଡିକ ଯଦି ବି ନନ୍ ଭିଜିବୁଲ ବା ଇନଭିଜିବୁଲ,
ଆମ ଶବ୍ଦ ଗୁଡିକ ଦେଖାଯାଏ ନାହିଁ, ମାତ୍ର ଆମେ ଶବ୍ଦ କହିବା ଦ୍ୱାରା ଯାହା ସୃଷ୍ଟି ହୁଏ ସେଟା ଭିଜିବୁଲ ହେଇଯାଏ ବା ସେଟା ଦେଖାଯାଏ, ଯାହାକି ବାସ୍ତବତାରେ ପରିଣତ ହୁଏ। ଯେତେବେଳେ ଏଇ ଶବ୍ଦ ଗୁଡାକୁ ପଢିଲି ମତେ ପୁଣି ଥରେ ଆଦି ପୁସ୍ତକର ପ୍ରଥମ ଅଧ୍ୟାୟର ଯୋଉ 6 ଦିନରେ ସୃଷ୍ଟି କରିଥିଲେ ପରମେଶ୍ୱର ସେ ବିଷୟରେ ପୁଣି ଥରେ ନୂଆ ଭାବରେ ଅଧ୍ୟୟନ କରିବା ପାଇଁ ମତେ ବାଧ୍ୟ କଲା। ତ ମୁଁ ଆଦି ପୁସ୍ତକରେ ଯୋଉ 6 ଦିନର ପରମେଶ୍ୱରଙ୍କର ସୃଷ୍ଟିର ବିବରଣ ସହିତରେ ସେଥିରେ ପରମେଶ୍ୱର କି ପ୍ରକାର କହିକିରି ସୃଷ୍ଟି କରିଥିଲେ, ରିଏଲ ଆବ୍ରାକାଡାବ୍ରା ୱାଜ ଡନ୍ ବାଇ ଗଡ୍। ଏବଂ ପରବର୍ତ୍ତୀ ସମୟରେ ଯେତେବେଳେ ଯୀଶୁଖ୍ରୀଷ୍ଟ ଏ ଜଗତକୁ ଆସିଲେ ସେ ମଧ୍ୟ କହିକିରି କି ପ୍ରକାର ରୋଗ ଦୂର କରିଥିଲେ ବା ରୋଗୀ ମାନଙ୍କୁ ସୁସ୍ଥ କରିଥିଲେ ବା ମରିଥିବା ଲୋକମାନଙ୍କ ଜୀବନ ପ୍ରଦାନ କରିଥିଲେ। ମୁଁ ବଡ ଆଶ୍ଚର୍ଯ୍ୟ ହେଇଗଲି ଯେ ଶବ୍ଦକୁ ଯଦି ଆଜିକାଲି ଦିନରେ ନେଗେଟିଭଲି ତାକୁ ୟୁଜ କରାଯାଉଛି ବା ମ୍ୟାଜିକାଲି ତାକୁ ୟୁଜ କରାଯାଉଛି, but real magic was done by God when he created everything। ତେଣୁ ଆସନ୍ତୁ ଆଜି ଆମେ ପୁଣି ଥରେ ଆଦି ପୁସ୍ତକରୁ ଅଧ୍ୟୟନ କରିବା ଏଇ ଯୋଉ ରିଏଲ ଆବ୍ରାକାଡାବ୍ରା ପରମେଶ୍ୱର ଏଇ ଶବ୍ଦ କି ପ୍ରକାର ତାକୁ ବ୍ୟବହାର କରିଥିଲେ। ଆମେ ଯେତେବେଳେ ଆଦି ପୁସ୍ତକ ପ୍ରଥମ ଅଧ୍ୟାୟରେ ସୃଷ୍ଟିର ବିବରଣ ବିଷୟରେ ପଢୁ ଆମେ ଜାଣିପାରୁ ଯେ ପରମେଶ୍ୱର କେବଳ ମନୁଷ୍ୟକୁ ଛାଡିକିରି ବାକି ସମସ୍ତ ବିଷୟ ବାକ୍ୟ ଦ୍ୱାରା ନିର୍ମାଣ କରିଥିଲେ ବା କହିକିରି ସୃଷ୍ଟି କରିଥିଲେ, ଯୋଉଟା ଆମେ କହୁଛୁ ଆଇ କ୍ରିଏଟ୍ ଆଜ୍ ଆଇ ସ୍ପିକ୍। ପରମେଶ୍ୱର କହିକିରି ସୃଷ୍ଟି କରିଥିଲେ। ଏହା ପ୍ରମାଣ କରେ ଯେ ପରମେଶ୍ୱର କହନ୍ତି ମୁଁ କହିକି ସୃଷ୍ଟି କରେ, ରାଇଟ୍? ଆଇ କ୍ରିଏଟ୍ ଆଜ୍ ଆଇ ସ୍ପିକ୍। ଦେଖନ୍ତୁ ପ୍ରଥମ ଅଧ୍ୟାୟର ପ୍ରଥମ ବଚନରେ ବା ପ୍ରଥମ ପଦରେ ଏ ପ୍ରକାର ଲେଖାଯାଏ, କିଏ ପଢିକିରି ସାହାଯ୍ୟ କରିବେ କି? ଆଦ୍ୟରେ ଆଦି ପରମେଶ୍ୱର ପୁସ୍ତକ ପ୍ରଥମ ଅଧ୍ୟାୟ ପ୍ରଥମ ବଚନ। ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ସମୂହ ଓ ପୃଥିବୀକୁ ସୃଷ୍ଟି କଲେ। ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା। ପୁଣି ପରମେଶ୍ୱର ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲା। ଏଥି ଉତ୍ତାରେ ପରମେଶ୍ୱର କହିଲେ, ଦୀପ୍ତି ହେଉ, ତହିଁରେ ଦୀପ୍ତି ଆମେ ହେଲା। ଗୋଟେ ଗୋଟେ ଯିବା। ଏବେ ଦେଖନ୍ତୁ ଏକ ପଦର ଲେଖାଯାଏ ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ। ଇନ୍ ଦି ବିଗିନିଂ ଗଡ୍ କ୍ରିଏଟେଡ୍ ଦି ହେଭେନ୍ସ ଆଣ୍ଡ ଦି ଆର୍ଥ। ମୋର ଯୋଉ ଓଡିଆ ବାଇବେଲ ଅଛି ସେଥିରେ ସ୍ୱର୍ଗ ସିଙ୍ଗୁଲାର ଅଛି, ମାନେ ସିଙ୍ଗୁଲାର ଭଳି ଲେଖାଯାଇଛି, କିନ୍ତୁ ଯେତେବେଳେ ଆମେ ଇଂରାଜୀ ବାଇବେଲରେ ପଢୁଛୁ ସେଥିରେ ସ୍ୱର୍ଗ ଜାଗାରେ ହେଭେନ୍ସ ତାକୁ ବହୁ ବଚନରେ ଲେଖାଯାଇଛି। ପରମେଶ୍ୱର ପ୍ରଥମ ଦିନର ବହୁ ପୂର୍ବରୁ ସ୍ୱର୍ଗ ସମୂହ ଏବଂ ପୃଥିବୀକୁ ସୃଷ୍ଟି କରିଥିଲେ। ଆମମାନଙ୍କର ବହୁତ ଧାରଣା ଅଛି ଯେ ସ୍ୱର୍ଗ ଏବଂ ପୃଥିବୀ ପ୍ରଥମ ଦିନରେ ସୃଷ୍ଟି ହେଇଛନ୍ତି ବୋଲି। ନା, ଗଡ୍ ହାଜ କ୍ରିଏଟେଡ୍ ଦି ହେଭେନ୍ସ ଆଣ୍ଡ ଦି ଆର୍ଥ much before he actually really created starting the creation। ସେଥିପାଇଁ ଏଠି ପୃଥିବୀକୁ ଗୋଟିଏ କରାଯାଇଛି ଆଉ ସ୍ୱର୍ଗକୁ ଅନେକ ସ୍ୱର୍ଗ କରାଯାଇଛି। ସେଥିପାଇଁ ସାଧୁ ପାଉଲ ମଧ୍ୟ ପରବର୍ତ୍ତୀ ଅଧ୍ୟାୟରେ ଆମେ ଦେଖୁ ସିଏ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନିହିତ ହେବା ବିଷୟରେ ଲେଖାଯାଏ। ଆକୁ ଯଦି ଆପଣ କୋରିଲେଟ କରିବେ ଯୋହନ ତାର 1 ପର୍ବ 1 ଏବଂ 3 ପଦରେ, ତାହେଲେ ଆମେ ଜାଣୁ ଯେ 1 ପଦରେ ଲେଖାଯାଏ ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ଆଉ ସେଇ ବାକ୍ୟ ଈଶ୍ୱର ଥିଲେ। ଆଉ ଯୋହନ ତାର 1 ପର୍ବ 3 ପଦରେ ଲେଖାଯାଏ ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା, ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି ସେଥି ମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହେଇନାହିଁ। ଏହାର ଅର୍ଥ ହେଲା ଯେ ବାକ୍ୟ ରୂପୀ ପରମେଶ୍ୱର ନିଜର ବାକ୍ୟ ଦ୍ୱାରା ଅର୍ଥାତ୍ କହିକିରି ସମସ୍ତ ବିଷୟ ସୃଷ୍ଟି କଲେ। ସେ ହାତରେ ସୃଷ୍ଟି କରିନାହାନ୍ତି କେବଳ ମନୁଷ୍ୟକୁ ଛାଡିକିରି, ବାକି ସମସ୍ତ ବିଷୟ he created by speaking but not by doing। କରିକିରି ସେ ସୃଷ୍ଟି କରିନାହାନ୍ତି, ତାକୁ ସେ କହିକିରି ସୃଷ୍ଟି କରିଛନ୍ତି। ଯଦି ଆମେ ଆଦି ପୁସ୍ତକକୁ ଇଂରାଜୀରେ ଦେଖୁ ତାହେଲେ ତାକୁ ଜେନେସିସ୍ ଶବ୍ଦ ବ୍ୟବହାର କରାଯାଇଛି। ଆଉ ଏ ଜେନେସିସ୍ ଶବ୍ଦ ପ୍ରକୃତରେ ଗୋଟେ ଇଂଲିଶ ଶବ୍ଦ ବା ଇଂରାଜୀ ୱାର୍ଡ ନୁହେଁ, ଏହା ଏକ ଗ୍ରୀକ ଟାଇଟଲ ଅଟେ। ଆଉ ଏହାର ହିବ୍ରୁ ମୂଳ ଶବ୍ଦ ହେଉଛି ବେରସିଟ୍। BEH ହାଇପିନ୍ ରହୁଛି RAY ହାଇପିନ୍ ରହୁଛି SHEET ବେରସିଟ୍। ତାକୁ ଇଂରାଜୀରେ ଯେତେବେଳେ ସର୍ଟକଟ ଲେଖାଯାଉଛି BERSHIT ବେରସିଟ୍ ଲେଖାଯାଉଛି। ଜିହୁଦୀ ମାନଙ୍କର ଯୋଉ ପୁସ୍ତକ ପ୍ରଥମ 5ଟି ପଦକୁ ନେଇ ଲେଖାଯାଇଛି ପେଣ୍ଟାଟୁକ୍ ବା ତୋରା, ସେଥିରେ ମଧ୍ୟ ଏଇ ଶବ୍ଦ ତାଙ୍କର ପ୍ରଥମ ଶବ୍ଦ ଅଟେ ବେରସିଟ୍।
ଆଉ ଏହାକୁ ଯଦି ପ୍ରକୃତ ଇଂରାଜୀରେ ଅନୁବାଦ କରାଯାଏ ତାହେଲେ ସେଟା ହବ ଇନ୍ ଦି ବିଗିନିଂ ଅର ଇନ୍ ବିଗିନିଂ, ଆଦ୍ୟରେ, ପ୍ରାରମ୍ଭରେ, ପ୍ରଥମରେ। ଏହା ସୃଷ୍ଟିର ଏବଂ ମାନବିକତାର ବା ମାନବୀୟତାର, ହ୍ୟୁମାନିଟିର ଏବଂ ପରମେଶ୍ୱରଙ୍କର ବ୍ୟବସ୍ଥାର, ସମସ୍ତ ପ୍ରକାର ବ୍ୟବସ୍ଥାର ପ୍ରଥମ ବିନ୍ଦୁକୁ ଦର୍ଶାଏ। ତ ଆମେ ଇଂରାଜୀରେ ତାକୁ ଜେନେସିସ୍ ଶବ୍ଦ ଆମେ ବ୍ୟବହାର କରିବାଟା ଆମେ ଦେଖୁ ଆଦି ପୁସ୍ତକ ଓଡ଼ିଆରେ ଲେଖାଯାଏ। ଏହାର ଅର୍ଥ ହେଲା ଇନ୍ ଦି ବିଗିନିଂ ରେଫର୍ସ ଟୁ ଦି ବିଗିନିଂ ଅଫ ଏଭ୍ରିଥିଙ୍ଗ। ପରମେଶ୍ୱର ଅର୍ଥାତ୍ ଏହାର ଅର୍ଥ ହେଲା ପରମେଶ୍ୱର ଯେଉଁ ସମସ୍ତ ବିଷୟ ସୃଷ୍ଟି କଲେ, ହି କ୍ରିଏଟେଡ୍ everything out of nothing, everything out of nothing। କୌଣସି ବିଷୟ ନଥିଲା, ଶୂନ୍ୟରୁ ସେ ସବୁ ବିଷୟ ସୃଷ୍ଟି କଲେ। ଆଉ ଆଶ୍ଚର୍ଯ୍ୟ ଭାବରେ ସେଥିପାଇଁ ଲେଖାଯାଏ ରୋମୀ ତାର 4 ପର୍ବ 17 ପଦରେ ଯେ ସେ ନଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି। ଆମମାନଙ୍କ ଦୃଷ୍ଟିକୋଣରେ ସେଟା ଅଦୃଶ୍ୟ ହେଇପାରେ, ଶୂନ୍ୟ ହେଇପାରେ, କିନ୍ତୁ ପରମେଶ୍ୱରଙ୍କର ମାନସରେ ବା ପରମେଶ୍ୱରଙ୍କର ଚିନ୍ତାରେ ସେଟା ତାର ଅବସ୍ଥିତି ଅଛି। ତେଣୁ ସେ ଯେତେବେଳେ କହନ୍ତି ସେଇଟା ବାସ୍ତବିକତାରେ ପରିଣତ ହୁଏ, ଦ ରିଏଲ ଆବ୍ରାକାଡାବ୍ରା। ତେଣୁ ଆଦି ପୁସ୍ତକ ତାରିଖ 2 ପଦରେ ଆମେ ଦେଖିଲୁ ଯେ ସେତେବେଳେ ପୃଥିବୀ ନିର୍ଜନ ଥିଲା ଓ ଶୂନ୍ୟ ଥିଲା। ଇଂରାଜୀରେ ଗୋଟେ ଟ୍ରାନ୍ସଲେଟ ଲେଖାଯାଏ the earth was formless or without form and void। ଏଟା ଏମ୍ପ୍ଟି କେ ଜାଗାରେ ଲେଖାଯାଏ, ଆଉ କେ ଜାଗାରେ void ଲେଖାଯାଏ। void ମାନେ ଫମ୍ପା, यानी कि पृथ्वी जो सृष्टि करागला सी आकार विहीन थिला एवं फंपा थिला। हिंदी में बहुत लिखते हैं बेडोल था, यानी कोई उसका डोल नहीं था, कोई उसका आकार नहीं था। तो पृथ्वी जो सृष्टि करागला ताहा आकार विहीन थिला। विज्ञान मध्य हमें कहू जो विज्ञान पढ़ु कह जाए 4.54 बिलियन इयर्स एगो पृथ्वी डस्ट एवं गैस रो सृष्टि हला बोली कह जाए। आ ताहार आकार विहीन थिला। आ हेडिस स्टेज रे यह एक तरल लाभा गोलोक। इट वाज ए स्फीयर ऑफ लिक्विड, यानी कि पृथ्वी को तार आकार को आसीबा पई बिलियंस ऑफ इयर्स लागि छि बोली विज्ञान कहे। जोते कि बाइबल मध्य आज इटा को ता संगे विज्ञान सहित सम्मति प्रकाश करे, सम्मति रादर बाइबल सहित आमानकर सम्मति प्रकाश करे। अर्थात पृथ्वी कठिन आकार विहीन थिला आ तार फंपा थिला। तो वर्ष ए पर अवस्था रे थिबो, तापरे आस्ते 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 सॉलिडिफाई हिकरी सी पृथ्वी। तो आज पृथ्वी संपूर्ण भाव सॉलिडिफाई हला, बास उपयोगी हला, तापरे प्रकृत रे परमेश्वर 6 दिनर सृष्टि कार्य आरंभ करते। आ ये विषय रे से मशा के माध्यम रे परवर्ती समय आमानक सम्मुख रे रखते। एबे आसन देखिबा 6 दिनर सृष्टि परमेश्वर कहि किरी केमिति करथल दी रियल आब्राकाडाब्रा। आमे प्रथम जानिछु प्रथम दिनर सृष्टि 3 पद 5 पद लिखा जाए। 3 पद पढ़िबा। आदि 1:3 अनंतर परमेश्वर कहिले दीप्ति हेउ, तहिरे दीप्ति हेला। देखो अनंतर परमेश्वर कहिले दीप्ति हेउ, तहिरे दीप्ति हेला। He said and it was so। कहिले परमेश्वर कौन से बस आमे जेमिति आलोक करबा पई आजिकाली इलेक्ट्रिसिटी आसिला बोली आमे स्विच ऑन करूछे, ताले हमर बल्ब जळुछि बा हमनकर ट्यूब लाइट जळुछि, आमे आलोक पाउछि। आगरे जेतले करेंट नथिला माने डिबरी जळुथिले किबा लंठन जळुथिले, आमे किबा काठ जळुथिले। अर्थात आमे कौन से गुटे वस्तु को जाली किरी बा कौन से गुटे शक्ति को व्यवहार करी किरी आमे आलोक पाउछि बा आलोक सृष्टि करूछि। किंतु एथिरे आमे देखुछु परमेश्वर कौन सी वस्तु को जाली की आलोक सृष्टि करिना, से कहि कि आलोक सृष्टि कले बा तांकर वाक्य द्वारा से आलोक सृष्टि कले। आमे परवर्ती अध्याय में जानुछु जे परमेश्वर चतुर्थ दिन रे सूर्य चंद्र एवं तारागण सृष्टि कले। तेबे प्रश्न उठुछि
ପ୍ରଥମ ଦିନ ଯେତେବେଳେ ସେ କହିଲେ ଦୀପ୍ତି ହଉ, ଆଉ ତହିଁରେ ଯୋଉ ଦୀପ୍ତି ହେଲା ଏଇଟା କୋଉ ଦୀପ୍ତି ଥିଲା, ଏଇଟା କୋଉ ଆଲୋକ ଥିଲା, ଏ ଆଲୋକ ଆସିଲା କୋଉଠୁ? ବାକି ଆମକୁ ଏ ଯୌନତା ରାଜ ପର୍ବ 12 ପଦରେ ଯୀଶୁ କହିଲେ ମୁଁ ଜଗତର ଜ୍ୟୋତି, ଗଡ୍ ଇଜ ଦ ଲାଇଟ। ପରମେଶ୍ୱର ନିଜେ ସିଏ ଆଲୋକ ଅଟନ୍ତି। ଯୌନ 1 ପର୍ବ ତାର 4 ପଦରେ ମଧ୍ୟ ଲେଖାଯାଏ ତାହାଙ୍କ ଠାରେ ଜୀବନ ଥିଲା ଓ ସେଇ ଜୀବନ ମନୁଷ୍ୟ ମାନଙ୍କର ଜ୍ୟୋତି। ଆଉ ଗୀତ ରଚକ ତାର 119 105 ପଦରେ ଏ ପ୍ରକାର ଲେଖନ୍ତି ତୁମ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। ଏହାର ଅର୍ଥ ପ୍ରଥମ ଦିନରେ ପରମେଶ୍ୱର ଯେଉଁ ଦୀପ୍ତି ସୃଷ୍ଟି କଲେ ତାହା କୌଣସି ଗ୍ରହ ନକ୍ଷତ୍ରରୁ ଆସିଥିବା ଆଲୋକ ନୁହେଁ, ବରଂ ନିଜର ଆଲୋକ ଅଟେ ବା ପରମେଶ୍ୱରଙ୍କର ବାକ୍ୟର ଆଲୋକ ଅଟେ। God's light, not the light from any star. କୌଣସି ଗ୍ରହ ନକ୍ଷତ୍ର ଆସିଥିବା এই ଆଲୋକ ନୁହେଁ। এই ଆଲୋକ ସ୍ୱୟଂ ତାଙ୍କର ଉପସ୍ଥିତିର ଆଲୋକ, ସ୍ୱୟଂ ତାଙ୍କ ବାକ୍ୟର ଉପସ୍ଥିତିର ଆଲୋକ। ଲେଖାଯାଏ ଆଦି ପୁସ୍ତକ ତାର ପରମେଶ୍ୱର ଅନ୍ଧକାରରୁ ଦୀପ୍ତିକୁ ଭିନ୍ନ କଲେ so that he can create day and night. ସୂର୍ଯ୍ୟ ଚନ୍ଦ୍ର ଆସିଲା ପରେ ଦିବସ ଏବଂ ରାତ୍ର ହେଇନାହିଁ, ବରଂ ତାଙ୍କର ଆଲୋକରେ ହିଁ ପ୍ରଥମରୁ ଦିବସ ଏବଂ ରାତ୍ର ହେଇଛି so that ସିଏ 6 ଦିନ କାଉଣ୍ଟ କରିବେ, ନହେଲେ ତ ଚତୁର୍ଥ ଦିନର ଦିବସ ଏବଂ ରାତ୍ରି କାଉଣ୍ଟ ହେଇଥାନ୍ତା, ପ୍ରଥମ ଦିନର ହିଁ ସେ ତାକୁ କାଉଣ୍ଟ କଲେ। ଆଉ ଯେତେବେଳେ ଦେଖୁଛୁ ଆମେ ଆଲୋକ ଅଲଗା କରୁଛନ୍ତି, ଆଲୋକ ଗୋଟେ ଇଣ୍ଟେନ୍ସ ଯୋଉଟାକୁ ଆମେ ଛୁଇଁ ପାରିବା ନାହିଁ, ତେଣୁ ନିଶ୍ଚିତ ଭାବରେ ତାକୁ ହାତରେ ସେ ଅଲଗା କରିନଥିବେ, ସେ ତାଙ୍କର ବାକ୍ୟ ଦ୍ୱାରା ବା କହିକିରି ହିଁ ଅଲଗା କରିଥିବେ। ଦ ରିଏଲ ଆବ୍ରାକାଡାବ୍ରା। ତାପରେ ଆସନ୍ତୁ ଆମେ ଦେଖିବା ଦ୍ୱିତୀୟ ଦିବସର ସୃଷ୍ଟି 6 ପଦରୁ 8 ପଦରେ। 6 ପଦ ପଢିବା କି? ଅନନ୍ତର ପରମେଶ୍ୱର ଅସମ୍ଭବ କାର୍ଯ୍ୟକୁ ସେ କେବଳ କହିକିରି ଅଲଗା କରୁଛନ୍ତି। ତୃତୀୟ ଦିବସର ସୃଷ୍ଟି ଆମେ ଦେଖୁ 9 ପଦରୁ 13 ପଦ, 9 ଏବଂ 11 ପଦ ପଢିବା। ଅନନ୍ତର ପରମେଶ୍ୱର କହିଲେ ଆକାଶ ମଣ୍ଡଳର ଅଧସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ତହିଁରେ ସେ ପରି ହେଲା। ଦେଖନ୍ତୁ ପରମେଶ୍ୱର କୌଣସି ଏକ ପାତ୍ର ନେଇକିରି ପାଣିକୁ ଅଲଗା କରିନାହାନ୍ତି କିମ୍ବା ସ୍ୱର୍ଗଦୂତ ମାନଙ୍କୁ ପ୍ରେରଣ କରି କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ନିୟୋଜିତ କରିନାହାନ୍ତି, ବରଂ କେବଳ କହିକି ବାକ୍ୟ ଦ୍ୱାରା ଏ କାର୍ଯ୍ୟକୁ ସିଏ ସମ୍ପନ୍ନ କଲେ। ଆଉ ଯେତେବେଳେ ସିଏ ସ୍ଥଳଭାଗ ସୃଷ୍ଟି କଲେ ସେତେବେଳେ ଦେଖୁଛୁ ସିଏ ତା ସ୍ଥଳଭାଗରେ କିଛି ବିଷୟ ସୃଷ୍ଟି କରୁଛନ୍ତି। ସେଥିରେ ସେ କଣ କହିଲେ ନା ପୃଥିବୀରେ ତୃଣ ଓ ସବୁଜ ଶାକ ଓ ବୀଜ ସମ୍ବଳିତ ଶୋଷ ଜାତି ଅନୁଯାୟୀ ଫଳ ଉତ୍ପାଦକ ଫଳବୃକ୍ଷ ଭୂମି ଉପରେ ଉତ୍ପନ୍ନ କରୁ, ତହିଁରେ ସେଇ ରୂପ ହେଲା। ଏଇଟା ପ୍ରଥମେ ଆମେ ଦେଖୁଛୁ ପରମେଶ୍ୱର କୌଣସି ମଞ୍ଜି ପୋତିକିରି କିମ୍ବା ଚାରା ରୋପଣ କରିକିରି ଆମେ ଯେମିତି ଗଛ ଲଗଉଛୁ ବା ଶାଗ ଲଗଉଛୁ ବା ପରିବା ଲଗଉଛୁ, ଆମେ ଆଇଦର ମଞ୍ଜି ପୋତୁଛୁ କିମ୍ବା ତାର ଚାରା ନେଇକିରି ଲଗଉଛୁ, ତାର ଯତ୍ନ ନଉଛୁ, ପାଣି ଦଉଛୁ, ତାର ତାପରେ ଯାଇ ସେ ଗଛ କିଛି ଦିନ ପରେ ସେ ବଡ ହଉଛି। କିନ୍ତୁ ଏଇଠାରେ ପରମେଶ୍ୱର କେବଳ କହିବା ଦ୍ୱାରା ନିଜ ନିଜ ଜାତିର ତୃଣ ଏବଂ ବୀଜ ସହିତ ୱିଥ ସିଡ୍ସ
ଆଉ ସେ ବିଭିନ୍ନ ପ୍ରକାର ଏବଂ ଫଳ ଉତ୍ପାଦନ କରୁଥିବା ଫଳ ବୃକ୍ଷ यानी कि फ्रूट बियरिंग ट्रीज से सृष्टि कले। यार अर्थ है जे परवर्ती समय रे ताकू से कहिकि आउ थोड़े सृष्टि करने को पड़ो ना, केवल से सृष्टि कले ना मात्र से ध्यान रखिले जे परवर्ती समय से माने जेपरि रिप्रोडक्शन करि परिबे, पुनः प्रजनन करि परिबे बा पुनरुत्पादन करि परिबे, सेति पई बीज थिबा, मंजी थिबा, सीड्स थिबा तृण से सृष्टि कले आउ फल फल बाहरिबा गछ से सृष्टि कले। केते आगो को जाई चिंता करिका को सृष्टि करछुंती। आ ई सब कहिकि आमे गोटे गछ लगेले ताको बड़ करबा पे केते वर्ष लागि जाउछ। या बेले बेले मते आश्चर्य लागे, गोटे गछ लगेबा पे सरकारी प्रोग्राम गुडी करे, गोटे गछ लगेबे ताकू बड़ करबा पे बाड़ देबा पे आउ 10टा गछ को मारि के आनिथिबे। गोटे गछ से किए गछ बंचिबो कि नै सियोर नै, कि आरो 10टा गछ पक्का मरिथिबे। आजि काले सब प्लास्टिक रो जाली आसी गलानी, नहले पूर्व आगो दिन मान आम देखुलु किसी वर्ष तले गोटे गछ लगे ताकू बंचा गुड़ाए गछ मारिकी तार बाड़ कर आम देखुचु परमेश्वर कहिकी गछ तृण एवं समस्त विषय सृष्टि कले। इन ए डे ताकू बड़ होगा अपेक्षा करने को पड़ा ना, इंस्टेंटली बड़ होगा, इंस्टेंटली क्रिएट होगा। आई क्रिएट एज आई स्पीक द रियल आब्राकाडाब्रा। आम चतुर्थ दिवस सृष्टि विवरण देखा 14 पद रु 19 पद, आम 14 और 15 पद पढ़ा। अनंतर परमेश्वर कहले, मुझे कहले लिखाई तोहरे सिर पहले मु बाइबल अंडरलाइन करिछि। हाँ पढ़ंतु। अनंतर परमेश्वर कहले, रात्रि दिवस को पृथक करबा निमंते आकाश मंडल में ज्योतिर्गण उत्पन्न हेतु पुणी से सब चिन्ह और ऋतु और दिवस और वर्षर कारण हेतु आउ पृथ्वी रे आलुओ देबा पई आकाश मंडल में से ही ज्योतिर्गण थांतु, तही रे से परि हैला। एबे देखंतु चतुर्थ दिवस रे से कहिले जे आकाश रे ज्योति गण उत्पन्न होंतु। That means he created the stars and the galaxies. जो मिल्की गैलेक्सीज हमें कहूछु से सब से चतुर्थ दिवस रे आको से सृष्टि करछंती। विज्ञान कहूछि हमन सब जानतु बिग बैंग थ्योरी अराउंड 13.8 बिलियन इयर्स योगो एक पूर्वरु गोटे बिग बैंग थ्योरी जो रैपिड एक्सपेंशन हेतु आ एक्सट्रीमली गरम जो जो रैपिड एक्सपेंशन हला तार पॉइंट स्वरूप स्पेस टाइम एवं एनर्जी सृष्टि हला। किंतु एटारे बाइबल हमकु कोए परमेश्वर कहिकिरी एहा को सृष्टि करथिले। हमने जदि यार आउ किछि प्रमाण देखिबा ताले गीत तार 8 पर्व 3 पदर मध्ये लिखा जाए, आकाश मंडल चंद्र और नक्षत्र गण ईश्वरक सृष्टि अटंती। पुणी गीत तार 33 र 6 पदर मध्ये लिखा जाए, गगन मंडल सदा प्रभुक वाक्य रे आउ तहिर समस्त बाहिनी यानी कि मिल्की गैलेक्सीज ताहाको मुखर निश्वास रे निर्मित। एथिरे कौन प्रकार बिग बैंग थ्योरी रो सृष्टि हेबा विषय लिखा जाए नै, बरं परमेश्वरकर वाक्य रे एवं ताहाकर मुखर निश्वास रे गगन मंडल एवं तार बाहिनी अर्थात गैलेक्सीज सब सृष्टि हेबा विषय रे लिखा जाए। देखो पंचम दिन रे मध्य से प्रकार कहि कोन सृष्टि कले 20 रु 23 पद, आमे केवल 20 पद पढ़िबा समसापेक्ष दृष्टि रो। इति उत्तरे परमेश्वर कहले, जल पढ़ंतु। इति उत्तरे परमेश्वर कहले, जल बहुल रूपे जंगम प्राणी वर्ग रे प्राणीमय हेउ ओ पृथ्वीर उपरिस्थ आकाश मंडल रे पक्षीगण उड़ंतु। देखो एई जे जेमिति चतुर्थ दिवस रे जेमिति से सृष्टि करथिले, तृतीय दिवस रे जेमिति सृष्टि करथिले आपनकर स्थलचर प्राणी पाई, एबे जलचर एवं आकाश रे वास करिबा पाई किछि से प्राणी सृष्टि करूछंती।
ଆଉ ସେ ପକ୍ଷୀ ଏବଂ ବିଭିନ୍ନ ପ୍ରକାର ଜଳଚର ଜୀବ ମାନଙ୍କୁ କହିକିରି ସୃଷ୍ଟି କରୁଛନ୍ତି। କୌଣସି ଜଳଚର ଜୀବ କିମ୍ବା ପକ୍ଷୀ ଗର୍ଭଧାରଣ କରି ଛୁଆ ଜନ୍ମ କରିନଥିଲେ କିମ୍ବା ଅଣ୍ଡା ଦେଇନଥିଲେ ଏବଂ ଅଣ୍ଡାରୁ ପରବର୍ତ୍ତୀ ସମୟରେ ଛୁଆ ଜନ୍ମ କରିନଥିଲେ। ଇନଷ୍ଟାଣ୍ଟଲି ପରମେଶ୍ୱର କହିବା ଦ୍ୱାରା ଏସବୁ ଜନ୍ତୁ ଜୀବଜନ୍ତୁ ସୃଷ୍ଟି ହେଇଥିଲେ, ଯୋଉମାନେ କିଛି ଆକାଶରେ ଉଡିବେ ଆଉ କିଛି ଜଳରେ ବାସ କରିବେ। ମତେ ଆଶ୍ଚର୍ଯ୍ୟ ଲାଗେ, ଗୋଟେ ଛୋଟ ଜୀବଟେ ମଧ୍ୟ ତାକୁ ବଡ ହେବା ପାଇଁ କେତେ ସମୟ ଲାଗିଯାଏ। କୁକୁଡ଼ା ଚିଆଁଟେ ମଧ୍ୟ ତାକୁ ବଡ ହେବା ପାଇଁ 6 ମାସ ବର୍ଷେ ଲାଗିଯାଏ। ଆଉ ଗୋଟେ ଛୋଟିଆ ମାଛଟେ ମଧ୍ୟ ବଡ ହେବା ପାଇଁ ତାକୁ ଆମେ ଯେତେବେଳେ ପିସିକଲଚର କରୁଛେ, ଜୁଲାଇ ଅଗଷ୍ଟ ମାସରେ ଛାଡୁଛେ, ତାକୁ ବଡ ହେବା ପାଇଁ କମ ସେ କମ ଧରିବା ପର୍ଯ୍ୟନ୍ତ ସେଟା 6 ରୁ 8 ମାସ ସମୟ ଲାଗି ଯାଉଛି ତାକୁ ପୁଣି ଜାଲରେ ଧରିକିରି ବିକ୍ରି କରିବା ପାଇଁ, ଖାଇବା ଉପଯୋଗୀ ହେବା ପାଇଁ। ଆଉ ଏଠି ପରମେଶ୍ୱର କହିବା କ୍ଷଣି ଯେମିତି ମ୍ୟାଜିସିଆନ କୋଉ କୋଉ ଜିନିଷ ପରିବର୍ତ୍ତନ ହେଇଯାଏ, ଦ ରିଅଲ ଆବ୍ରାକାଡାବ୍ରା, ଏଠି ପରମେଶ୍ୱର କୋଉ କୋଉ ଆଉ ସେ ସବୁ ଜିନିଷ ମେଚୁର ହେଇକି ବଡ ହେଇକି ଛୁଆ ହେଇ ଜନ୍ମ ହେଇନାହାନ୍ତି, ବଡ ହେଇକି ସିଏ ଜନ୍ମ ହେଇଛନ୍ତି। ଆଉ ପରମେଶ୍ୱର କେବଳ ଜନ୍ମ କରିନାହାନ୍ତି, 22 ପଦରେ ଆପଣ ପଢିବେ ପରମେଶ୍ୱର ସେମାନଙ୍କୁ ବହୁ ବଂଶ ହେବା ପାଇଁ ଆଶୀର୍ବାଦ ମଧ୍ୟ କରନ୍ତି। ଯେମିତି ତୃଣ ଏବଂ ଗଛ ଗୁଡିକୁ ସେ ରିପ୍ରଡକ୍ସନ ର କ୍ଷମତା ଦେଲେ ସଦା ସେମାନେ ତାଙ୍କର ବଂଶ ବଢେଇବେ, ଏଠାରେ ମଧ୍ୟ ଏ ପ୍ରାଣୀ ଆଉ ଇଏ ଜୀବ ମାନଙ୍କୁ ସେ କହିକିରି ଆଶୀର୍ବାଦ କରନ୍ତି, ଆଉ ସେମାନେ ଯେମିତି ପରବର୍ତ୍ତୀ ସମୟରେ ତାଙ୍କର ବହୁ ବଂଶ ହେବେ। ଏବେ ଆସନ୍ତୁ ଷଷ୍ଠ ଦିନର ସୃଷ୍ଟି ବିଷୟରେ ଆମେ କିଛି ସମାଲୋଚନା କରିବା, 24 ଏବଂ 25 ପଦ। ଅନନ୍ତର ପରମେଶ୍ୱର କହିଲେ, ପୃଥିବୀରେ ଶହ ଶହ ଜାତି ଅନୁସାରେ ପ୍ରାଣୀ ବର୍ଗ ଅର୍ଥାତ୍ ଗ୍ରାମ୍ୟ ପଶୁ ଓ ଉରଗାମୀ ଜନ୍ତୁ ଓ ଶହ ଶହ ଜାତି ଅନୁସାରେ ପୃଥିବୀର ବନ୍ୟ ପଶୁଗଣ ଉତ୍ପନ୍ନ ହୁଅନ୍ତୁ। ତହିଁରେ ସେପରି ହେଲା। ଦେଖନ୍ତୁ, ଶେଷ ଦିନରେ ସେ ପ୍ରଥମେ ସୃଷ୍ଟି କରୁଛନ୍ତି ଗ୍ରାମ୍ୟ ପଶୁ ଦି ଲାଇଭଷ୍ଟକ୍ ଏବଂ କିଛି ଉରୁଗାମୀ ଦ କ୍ରିପଲିଂ ଥିଙ୍ଗସ୍, ଆଉ କିଛି ବନ୍ୟ ପଶୁଗଣ ଦି ବିଷ୍ଟ୍ସ ଅର ୱାଇଲ୍ଡ ଏନିମଲ୍ସ। ଏଠି ମଧ୍ୟ ଆମେ ଦେଖୁଛୁ କୌଣସି ପଶୁ କିମ୍ବା ଉରୁଗାମୀ ଜନ୍ତୁ ଗର୍ଭଧାରଣ କରି ଛୁଆ ଜନ୍ମ କରି ତାକୁ ବଡ କରିନଥିଲେ। ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଇନଷ୍ଟାଣ୍ଟଲି ମ୍ୟାଜିକ ଭରି ବଡ ହୋଇକି ସେ ସବୁ ଜନ୍ମ ହେଇଥିଲେ, यानी परिपक्व होइके मैच्योर होइके से सब जन्म होइथिले। आमे आको अति सहजरे पढि दउछे, बट जेतले तांकर ए सब सृष्टिर विवरण आमे देखु जे परमेश्वरक मुखरु बाहरिबा प्रत्येक वाक्यरे कार्य हासिल करिबा पई सामर्थ्य अछि। प्रत्येक वाक्यरे सामर्थ्य, इट हैज पावर टू मैनिफेस्ट इमेजिनेशन टू रियलिटी। एक कल्पना को वास्तवतारे परिणत करिबार शक्ति अछि। सेतिबाई जिसाय तार 55 अध्याय 11 पदरे कहंती, आंभ मुखरु निर्गत वाक्य सेपरि हेबो, ताहा निष्फल होई आंभ निकटकू फेरी आसीबो नाही, मात्र आंबे जहा इच्छा करू ताहा सिद्ध करिबो ओ जो कार्य पई आंबे प्रेरण करू तहिरे कृतार्थ हबो। वर्ड्स बिकम थिंग्स। परमेश्वर कहते आम मुख निश्चित प्रत्येक वाक्य आमे जो कार्य पई ताकू प्रेरण करिथाउ आउ ता से प्रकार से कार्य संपन्न करके आसु, गोटे भी निष्फल हबो नै। आमे 6 दिनर सृष्टि रे आमे देखुचु से प्रत्येक थर कहिकिरी कले गोटे थर मते निष्फल हेइ नै। एमिति हेइ नै जे से गोटे कहिले आ सेटा हेला नै, पर लेखा जाय से कहिले तहिरे से रूप हेला। व्हाट इज सेड इट केम इनटू एक्जिस्टेंस। प्रत्येक थर कहबा परे कार्य संपन्न विषय हेबा परे से विषय लेखा छै, लेखा जे तहिरे से रूप हेला। मतलब प्रत्येक थर लिखी जो जगह परमेश्वर कहिले आउ तहिरे से रूप हेला, ताकू अंडरलाइन करिछि। पुणी गीत तार 138 रो द्वितीयांश रे हमें पढू जे से लेखा जे कारण तुम्भे आपणा सकल नाम अपेक्षा आपणार वाक्य महत करिअछ। God has exalted, God has manifested his word above all his name. आमे जानू परमेश्वर को गुटे नाम यहोवा, किंतु ताकर काम अनुसार किछि नाम गुडी को आमे डाकू, जेमिति एलोहिम यानी कि सृष्टिकर्ता परमेश्वर, यहोवा जीरे अर्थात जुगाई देबा परमेश्वर, एमिति नाम गुडी जो अछि
ସେ ସମସ୍ତ ନାମ ଅପେକ୍ଷା ପରମେଶ୍ୱର ନିଜର ବାକ୍ୟକୁ ତାଠାରୁ ଉଚ୍ଚରେ ବା ମହତରେ ରଖିଛନ୍ତି। କାରଣ ଏ ସମସ୍ତ ନାମ ଗୁଡିକର ଯଥାର୍ଥତା ସେତେବେଳେ ପ୍ରତିପାଦିତ ହୁଏ ଯେତେବେଳେ ବାକ୍ୟ ଦ୍ଵାରା କାର୍ଯ୍ୟ ସାଧନ ହୋଇଥାଏ। ମନେ କରନ୍ତୁ ସେ ଆମେ ଯେତେବେଳେ କହୁଛୁ ଜିହୋବା ରୋଫି ଅର୍ଥାତ୍ ସୁସ୍ଥତା ଦେବା ପରମେଶ୍ୱର, ଯଦି ସୁସ୍ଥ କରିବା ପାଇଁ ହେଲେ ତାହେଲେ ଆମେ ପରମେଶ୍ୱରଙ୍କ ନାମରେ ଆମମାନଙ୍କୁ କହିବାକୁ ପଡେ। ଏମିତି ଆମେ କହୁ ଯୀଶୁଙ୍କ ନାମରେ ସୁସ୍ଥତା ପାଇବା ପାଇଁ ଆମେ କହୁ। ସୋ ଆମେ କହିବା ଦ୍ଵାରା କାର୍ଯ୍ୟ ହେବା ଦ୍ଵାରା ପରମେଶ୍ୱରଙ୍କ ସେହି ଗୁଣ ଅନୁସାରେ ଯୋଉ ନାମ ଦିଆଯାଇଛି ତାହା ପ୍ରତିପାଦିତ ହୁଏ। ସେଥିପାଇଁ ସେ ନିଜେ କହନ୍ତି ଏଠାରେ ଯେ ତାଙ୍କର ସମସ୍ତ ନାମ ଅପେକ୍ଷା ତାଙ୍କର ବାକ୍ୟକୁ ସିଏ ଆହୁରି ମହତ୍ କରିଅଛନ୍ତି। ତାଙ୍କ ନାମ ମହତ୍, କିନ୍ତୁ ତାଙ୍କ ନାମ ଅପେକ୍ଷା ତାଙ୍କର ବାକ୍ୟ ମହତ, କାରଣ ବାକ୍ୟ କାର୍ଯ୍ୟ ସାଧନ କରେ। ଯଦି କାର୍ଯ୍ୟ ସାଧନ ନ ହବ ତାହେଲେ ସେ ନାମର କୌଣସି ପ୍ରକାର ମହତ୍ତା ରହିବ ନାହିଁ। ପରିତ୍ରାଣ କର୍ତ୍ତା କୁହାଯିବ, ଯଦି ପରିତ୍ରାଣ କରିପାରିବେ ନାହିଁ ତାହେଲେ ସେ ନାମର କୌଣସି ସାର୍ଥକତା ନାହିଁ। ଆମେ ଜଣକୁ ଯଦି ସୃଷ୍ଟିକର୍ତ୍ତା କୁହାଯିବ ଆଉ ଯଦି ସୃଷ୍ଟି କରିପାରୁନାହାନ୍ତି ତାହେଲେ ସେ ନାମର କୌଣସି ସାର୍ଥକତା ନାହିଁ। ତେବେ ଷଷ୍ଠ ଦିନରେ ଆଉ ଗୋଟେ ବିଶେଷ ସୃଷ୍ଟି ଅଛି, ସର୍ବୋତ୍ତମ ସୃଷ୍ଟି, ଆଉ ତାହା ହେଲା ଷଷ୍ଠ ଦିନରେ ସେ ମନୁଷ୍ୟକୁ ମଧ୍ୟ ସୃଷ୍ଟି କରିଥିଲେ। 26 ଏବଂ 27 ପଦ। କିନ୍ତୁ ଏଠି ଭିନ୍ନ ରକମ ଦେଖାଯାଏ। ପରମେଶ୍ୱର କହିଲେ କିନ୍ତୁ କହିକିରି ସୃଷ୍ଟି କଲେ ନାହିଁ। ସେ କହିଲେ ଆସ ଆମ୍ଭେ ମାନେ ଆପଣା ସାଦୃଶ୍ୟରେ ମନୁଷ୍ୟକୁ ସୃଷ୍ଟି କଲୁ। ତାପରେ ସେ କେବଳ ନିଜକୁ କହିଲେ, ସେ କହିଲେନି ମନୁଷ୍ୟ ସୃଷ୍ଟି ହଉ। And we are so special that we are not just created by word, we are created by word and word. ପରମେଶ୍ୱରଙ୍କ ଶବ୍ଦ ଏବଂ ପରମେଶ୍ୱରଙ୍କର କାର୍ଯ୍ୟ ଦ୍ୱାରା ଆମେ ହସ୍ତରେ ନିର୍ମିତ। କାରଣ ଲେଖାଯାଏ ସିଏ ମନୁଷ୍ୟକୁ ଧୂଳିରୁ ନିର୍ମାଣ କଲେ। ଆମେ ଯଦି ତା ସହିତ ଯଦି ଆପଣ ଆଦିପୁରୁଷ 2:7 ପଦ ମିଶେଇକିରି ପଢିବେ ତାହେଲେ ଆପଣ ନିଜର ସୃଷ୍ଟି ବିଷୟରେ ଆପଣ ଜାଣିପାରିବେ। ମୁଁ ତା ବିଷୟରେ ବ୍ୟାଖ୍ୟା କରିବା ପାଇଁ ଚାହୁଁନାହିଁ ସମୟ ସାପେକ୍ଷ ଦୃଷ୍ଟିରୁ। ଆଉ ଆମେ ଦେଖୁ ଏଥିରେ ଖାଲି ଡିଫରେନ୍ସ ଦେଖନ୍ତୁ, ଅଲଗା ଜିନିଷ ଗଡ୍ କ୍ରିଏଟେଡ୍ ଏଭ୍ରିଥିଙ୍ଗ ଫ୍ରମ୍ ନଥିଙ୍ଗ, but God created human being from something. ଅନ୍ୟ ସମସ୍ତ ବିଷୟ ପରମେଶ୍ୱର ଶୂନ୍ୟରୁ ସୃଷ୍ଟି କଲେ, କିଛି ନଥିଲା କହିକି ସୃଷ୍ଟି କଲେ, କିନ୍ତୁ ମନୁଷ୍ୟକୁ ସେ କିଛିରୁ ସୃଷ୍ଟି କଲେ, ଅର୍ଥାତ୍ ସେ ଡଷ୍ଟ ବା ଧୂଳିରୁ ସୃଷ୍ଟି କଲେ, ଶୂନ୍ୟରୁ ସୃଷ୍ଟି କରିନାହାନ୍ତି। We are not created from emptiness. We are not created from voidness. We have been created from something. That is the difference. ସେଇଟା ହଉଛି ଭିନ୍ନତା। ଆମକୁ କେବଳ କହିକି ସୃଷ୍ଟି କରିନାହାନ୍ତି, ସେ ନିଜକୁ କହିଲେ। ସେ କୌଣସି ସ୍ୱର୍ଗ ବାହିନୀକୁ କହୁନାହାନ୍ତି, ଦୂତମାନଙ୍କୁ କହୁନାହାନ୍ତି, ସେମାନଙ୍କୁ ଦୂତମାନଙ୍କୁ ସାଦୃଶ୍ୟ ନିର୍ମାଣ କରିନାହାନ୍ତି। ସେ ତ୍ରିଏକ ପରମେଶ୍ୱର ନିଜ ବିଷୟରେ ନିଜକୁ କହନ୍ତି ଆସ ଆମ୍ଭେ ମନୁଷ୍ୟକୁ ଆପଣାର ସାଦୃଶ୍ୟରେ ଏବଂ ଆପଣାର ପ୍ରତିମୂର୍ତ୍ତିରେ ନିର୍ମାଣ କରୁ। ଆଉ ସବୁଠାରୁ ବଡ ବିଷୟ ହେଲା ସମସ୍ତ ବିଷୟ ସୃଷ୍ଟି କଲା ବେଳେ ପରମେଶ୍ୱରକୁ କୌଣସି ମୂଲ୍ୟ ଦେବାକୁ ପଡିନାହିଁ। ସେ କହିକିରି ବା କରିକି ସୃଷ୍ଟି କରିଦେଇଛନ୍ତି। କିନ୍ତୁ ଯେତେବେଳେ ଜଗତକୁ ଉଦ୍ଧାର କରିବାର ସମୟ ଆସିଲା ଆଉ ତାକୁ ବହୁ ମୂଲ୍ୟ ଦେବାକୁ ପଡିଲା। ଆଉ ସେଇଟା ହଉଛି ସ୍ୱୟଂ ଅଦ୍ୱିତୀୟ ଏକମାତ୍ର ପ୍ରିୟ ଯୀଶୁଙ୍କୁ ବା ନିଜର ପୁତ୍ରଙ୍କୁ ଦେବାକୁ ପଡିଲା। When he created the whole universe, it cost nothing. But when he wanted to save the world, he had to pay a special price. ସେଥିପାଇଁ ଆମକୁ କୁହାଯାଏ ତୁମାନେ ଏକ ବିଶେଷ ମୂଲ୍ୟରେ କିଣା ଯାଇଅଛ। ଏବେ ଆସନ୍ତୁ ସପ୍ତମ ବାର। ସପ୍ତମ ବାର ଆମେ କହୁଛୁ ବିଶ୍ରାମ ବାର। ଆଦି ପୁସ୍ତକ ତାର 2:1 ପଦରେ ଲେଖାଯାଏ, ପଢିବାର ସମୟ ନାହିଁ। ତେବେ ମୋ ପ୍ରଶ୍ନ ହେଲା ପରମେଶ୍ୱର କାହିଁକି ବିଶ୍ରାମ ନେଲେ? ପରମେଶ୍ୱରଙ୍କର କି ଶକ୍ତି ହ୍ରାସ ପାଇଗଲା? ପରମେଶ୍ୱର କି ଥକିଗଲେ? ପରମେଶ୍ୱରକୁ କାହିଁକି ବିଶ୍ରାମ ନେବାର ଆବଶ୍ୟକତା ପଡିଲା? ତାଙ୍କର ଶକ୍ତି କେବେ ହ୍ରାସ ହୁଏନି। ସେ ଗତକାଲି ଆଜି ପୁଣି ଆସନ୍ତାକାଲି ସମାନ ଅଟନ୍ତି। ତାଙ୍କୁ ବିଶ୍ରାମ ନେବାର ଆବଶ୍ୟକତା କଣ ପଡିଲା? ନା ବିଶ୍ରାମ ସେ ନିଜ ପାଇଁ ଦେଇନାହାନ୍ତି। ମୁଁ 2-3ଟା କାରଣ ଆପଣମାନଙ୍କୁ ସମ୍ମୁଖ ରଖିବି। ପ୍ରଥମ ଜିନିଷ ହେଲା ସିଏ ନିଜର ସମସ୍ତ ସୃଷ୍ଟି କଲା ପରେ ଆଉ ମନୁଷ୍ୟକୁ ମଧ୍ୟ ସୃଷ୍ଟି କଲେ। ଆଉ ଆଦି ପୁସ୍ତକ 1:28 ପଦରେ ଲେଖାଯାଏ ତାଙ୍କ ସମସ୍ତ ସୃଷ୍ଟ ଉପରେ ଶାସନ କରିବା ପାଇଁ, ରାଜୁତି କରିବା ପାଇଁ, କର୍ତ୍ତୃତ୍ୱ କରିବା ପାଇଁ ମନୁଷ୍ୟକୁ ସେ ଅଧିକାର ଦେଲେ। Now Adam
now human are the representative of God. आदम वर्तमान परमेश्वरଙ୍କର प्रतिनिधि ଅଟନ୍ତି। ଆଉ ବର୍ତ୍ତମାନ ସେ ପରମେଶ୍ୱରଙ୍କ ପ୍ରତିନିଧି ହିସାବରେ ବର୍ତ୍ତମାନ ଆଦମଙ୍କର କାର୍ଯ୍ୟ ହଉଥିବାରୁ ପରମେଶ୍ୱରଙ୍କ ଆଉ କାର୍ଯ୍ୟ କରିବାର ଆବଶ୍ୟକତା ନାହିଁ। ଯେମିତି ଯଦି କୌଣସି ଗୋଟିଏ ମହକିଲ କୌଣସି ହୁଏ ତାହେଲେ ସିଏ ନିଜେ ନ ଯାଇକି କୋର୍ଟକୁ ସେ ତାଙ୍କର ଓକିଲଙ୍କୁ ପଠାନ୍ତି, वकालतनामा ଦେଇକି ତାକୁ ସେ ରିପ୍ରେଜେଣ୍ଟ କରନ୍ତି ପାୱାର ପାଟର୍ନ ଦେଲା ଭଳି। on behalf of that person, accused person ବା dependent person, ସିଏ କୋର୍ଟରେ ପେଶ ହୁଅନ୍ତି, ତାଙ୍କୁ ପେଶ ହେବାକୁ ପଡେ ନାହିଁ। ଠିକ ସେଇ ପ୍ରକାର ପରମେଶ୍ୱର ତାଙ୍କର କାର୍ଯ୍ୟ କରିବା ପାଇଁ ଆଦମଙ୍କୁ ସୃଷ୍ଟି କଲେ, ତେଣୁ ତାଙ୍କୁ ଆଉ କାର୍ଯ୍ୟ କରିବାର ଆବଶ୍ୟକତା ନଥିଲା। ଆଉ ଦ୍ୱିତୀୟରେ ସିଏ ସମସ୍ତ କାର୍ଯ୍ୟ ଯେହେତୁ ସମ୍ପୂର୍ଣ୍ଣ କରିଥିଲେ, ଏବେ କେବଳ ତାକୁ ମେଣ୍ଟେନାନ୍ସର କାମ ଥିଲା, ଦେଖିବାର ଯତ୍ନ ନେବାର କାର୍ଯ୍ୟ ଥିଲା। ଯତ୍ନ ନେବା ପାଇଁ ସିଏ ଆଦମକୁ ସୃଷ୍ଟି କରିଥିଲେ, ତାଙ୍କର କୌଣସି ବି ସୃଷ୍ଟି କରିବାର ଆବଶ୍ୟକତା ନଥିଲା। ଆଉ ତେଣୁ ସେ ସୃଷ୍ଟି କଲେ ନାହିଁ, ଯତ୍ନ ନେବା ପାଇଁ ସେ ଆଦମକୁ ସିଏ ସୃଷ୍ଟି କରିଥିଲେ, ତେଣୁ ସେ ତାଙ୍କୁ ଆଉ କାର୍ଯ୍ୟ କରିବାକୁ ପଡିଲା ନାହିଁ। ସେଥିପାଇଁ ସେ ବିଶ୍ରାମ ନେବାର ବିଷୟରେ କହନ୍ତି, ସେ ପ୍ରକୃତରେ ନିଜେ ବିଶ୍ରାମ ନେବାର କୌଣସି ଆବଶ୍ୟକ ନାହିଁ। ଦ୍ୱିତୀୟ ବିଷୟ ହେଲା ପରମେଶ୍ୱର ଜଗତ ପାଇଁ 6 ଦିନ ଦେଲା ପରେ ନିଜ ପାଇଁ ଗୋଟେ ଦିନ ନିରୂପଣ କଲେ। ତେଣୁ ପରବର୍ତ୍ତୀ ସମୟରେ ଯେତେବେଳେ ମୂଷାଙ୍କ ମାଧ୍ୟମରେ ସେ 10 ଆଜ୍ଞା ବା ବ୍ୟବସ୍ଥା ଦେଲେ, ସେତେବେଳକୁ ବିଶ୍ରାମ ବାରକୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ମାନ୍ୟ କରି ପାଳନ କରିବା ଏକ ସୁନିଶ୍ଚିତ କଲେ। He established it, he confirmed it, ବ୍ୟବସ୍ଥିତ କଲେ, ଆଜ୍ଞା ଭିତରେ ରଖିଲେ ସିଏ। 6 days for the world and 1 day for God, ଗୋଟେ ଦିନ ପରମେଶ୍ୱରଙ୍କ ଉଦ୍ଦେଶ୍ୟ। ତୃତୀୟ ବିଷୟରେ ପରମେଶ୍ୱର ଜାଣିଥିଲେ ଯେ ମନୁଷ୍ୟ କାର୍ଯ୍ୟ କରିକିରି ନିଶ୍ଚିତ ଭାବରେ ଥକିଯିବ, ତାଙ୍କୁ ବିଶ୍ରାମର ଆବଶ୍ୟକତା ନାହିଁ, କିନ୍ତୁ ମନୁଷ୍ୟକୁ ବିଶ୍ରାମର ଆବଶ୍ୟକତା ପଡିବ। ତେଣୁ ସେ ବିଶ୍ରାମ ବାର ନେବାର ବ୍ୟବସ୍ଥା କଲେ, କାରଣ ନହେଲେ ମନୁଷ୍ୟ ଜାଣିପାରିବେନି କିଏ କୋଉ ଦିନ ବିଶ୍ରାମ ନବ। ଗୋଟେ ନିର୍ଦ୍ଦିଷ୍ଟ ଭାବରେ ଗୋଟେ ଦିନ ହେଲେ ସମସ୍ତେ ଏକାଥରେ ମିଶିକି ବିଶ୍ରାମ ନେବେ, ଯୋଉଥିରେ ତାଙ୍କର ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନ, ସାମାଜିକ ଜୀବନରେ ସେମାନେ ଏକତ୍ରିତ ହେଇ ୟୁନିଫାଇଡ ହେଇପାରିବେ। ଆଉ ସେଥିପାଇଁ ସିଏ ଗୋଟେ ନିର୍ଦ୍ଦିଷ୍ଟ ଦିନେ ଲୋକମାନଙ୍କ ପାଇଁ ସେ ବ୍ୟବସ୍ଥା କଲେ। ସେଥିପାଇଁ ବିଶ୍ରାମ ବାର ବିଷୟରେ କହନ୍ତି, ବିଶ୍ରାମ ବାର ମନୁଷ୍ୟ ପୁତ୍ର ପାଇଁ ନୁହେଁ, ମନୁଷ୍ୟ ପୁତ୍ର ବିଶ୍ରାମ ବାର ପାଇଁ ଅଟନ୍ତି। ଭାଇ ଆମ ପାଇଁ ବିଶ୍ରାମ ବାର ଅଟେ। We need the rest. God doesn't need any rest. ଆଉ ତେଣୁ ସେ କହନ୍ତି ମାତୃ ତାର 11 ପର୍ବ 28-30, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। God wants to give us rest. ସେ ଆମକୁ ବିଶ୍ରାମ, ଯେତେବେଳେ ଆମକୁ ମୃତ୍ୟୁକୁ ଆମେ ଅନନ୍ତ ବିଶ୍ରାମ କହୁଛୁ, RIP ଲେଖୁଛୁ, ରେଷ୍ଟ ଇନ୍ ପିସ୍। ତେଣୁ ପ୍ରିୟ ମାନେ ପରମେଶ୍ୱର କହିକିରି ଏ ସମସ୍ତ ବିଷୟ ସୃଷ୍ଟି କଲେ, ଆଉ ଆମକୁ ସେ କହିକିରି ଏବଂ କରିକିରି ସୃଷ୍ଟି କଲେ। ତେବେ କନକ୍ଲୁଜନରେ ଆଲେର ସମୟ ହେଇଗଲା, ଜଷ୍ଟ 2-4 ମିନିଟ ସାରିଦେବା। ଆମେ ଦେଖୁ ପ୍ରତ୍ୟେକ ଦିନର ସୃଷ୍ଟି ସମାପ୍ତ କଲା ପରେ ପରମେଶ୍ୱର ତାହା ଉତ୍ତମ ଦେଖିଲେ, ଆଉ ସମସ୍ତ ସୃଷ୍ଟି ସରିଲା ପରେ ମଧ୍ୟ ପରମେଶ୍ୱର ତାହା ଉତ୍ତମ ଥିବାର ଦେଖିଲେ। ଏହାର ଅର୍ଥ ହେଲା ପରମେଶ୍ୱର ଉତ୍ତମ ବିଷୟ ହେବା ପାଇଁ କହିବାରୁ ଉତ୍ତମ ବିଷୟ ସବୁ ସୃଷ୍ଟି ହେଲା। ଯଦି ପରମେଶ୍ୱର କାହାକୁ ବିନାଶ କରିବା ପାଇଁ କହିବେ ତାହେଲେ ତାହା ମଧ୍ୟ ହେବ, କାରଣ ଶବ୍ଦରେ ଶକ୍ତି ଅଛି। There is a power in the words. ଆମେ ଜାଣିକି ଆଶ୍ଚର୍ଯ୍ୟ ହେବା, ଆମ୍ଭ ମାନଙ୍କର ବାକ୍ୟରେ ମଧ୍ୟ ଶକ୍ତି ଅଛି। ତେଣୁ କହିବା ପୂର୍ବରୁ ଭାବିବା ଆବଶ୍ୟକ। ଯଦି ଆମେ ଉତ୍ତମ ବିଷୟ କହିବା ତାହେଲେ ଉତ୍ତମ ବିଷୟ ଆମ ପ୍ରତି ଘଟିବ। ଆମେ ଯଦି ମନ୍ଦ ବିଷୟ କହିବା ତାହେଲେ ମନ୍ଦ ବିଷୟ ଆମ ପ୍ରତି ଘଟିବ। ଆମେ ଯଦି ସକାରାତ୍ମକ ବିଷୟ କହିବା ତାହେଲେ ସକାରାତ୍ମକ ବିଷୟ ଆମ ପ୍ରତି ଘଟିବ। ଆମେ ଯଦି ନକାରାତ୍ମକ ବିଷୟ କହିବା ତାହେଲେ ନକାରାତ୍ମକ ବିଷୟ ଆମ ସବୁ ଘଟିବ। କାରଣ ବାଇବଲ କୁହେ ହିତୋପଦେଶ 18:21 ମରଣ ଏବଂ ଜୀବନ ଜିହ୍ବାର ଅଧୀନ, ଯେଉଁମାନେ ତାକୁ ଭଲ ଜାଣନ୍ତି ସେମାନେ ତାର ଫଳ ଭୋଗ କରିବେ। ଭକ୍ତ ଦାଉଦ ମଧ୍ୟ ଲେଖନ୍ତି 141:3 ଯେ ମୋ ମୁଖ ଆଗରେ ପ୍ରହରୀ ନିଯୁକ୍ତ କର, ମୋ ଅଷ୍ଟାଧରର କବାଟ ରକ୍ଷା କର। ଆପଣ ଟିକେ ସୁଯୋଗ ପାଇବେ ତାହେଲେ ଦି ସିକ୍ରେଟ ସିରିଜ ଅଫ ବୁକ୍ସ ପଢିବେ, ଯଦି ରୋନା ବାଇନ୍ ଦି ଲ ଅଫ ଆଟ୍ରାକ୍ସନ, ଆକର୍ଷଣର ଶକ୍ତି ଉପରେ ବହୁତ ବଢିଆ ଏକ୍ସପ୍ଲେନ କରନ୍ତି। ମୁଁ ତାର 3ଟା ବହି ପଢିଛି, ଅତି ସୁନ୍ଦର ଲେଖାଯାଏ। ଆମେ ଯାହା ଭାବିଥାଉ, ଆମେ ଯାହା କହିଥାଉ, ଆମେ ତାକୁ ୟୁନିଭର୍ସକୁ ଛାଡିଥାଉ, ଆଉ ୟୁନିଭର୍ସ ତା ମଲ୍ଟିପ୍ଲାଇ ପୁଣି ଥରେ ଆମ ନିକଟକୁ ଆସି ଯାଇଥାଏ। ସୋ ୟୁ ହାଭ୍ ଟୁ ଭେରି ଭେରି କେୟାରଫୁଲ ଆମେ କଣ କହିବା। ଆମେ ଅଧିକାଂଶ ସମୟରେ ଆମକୁ ଯାହା ଦରକାର ନାହିଁ ସେ ବିଷୟରେ କଥା ହେଇଥାଉ, ଆମକୁ ଯାହା ଦରକାର ସେ ବିଷୟରେ କଥା ହେଇନଥାଉ।
ତେଣୁ ଆମ ଜୀବନର ଅଧିକାଂଶ ସମୟରେ ଆମକୁ ଯାହା ଦରକାର ନାହିଁ ସେ ବିଷୟରେ ବେଶୀ ଆମ ଜୀବନରେ ଥାଏ। ଆମକୁ ଯାହା ଦରକାର ସେ ବିଷୟ ଆମ ପାଖରେ ବେଶୀ ନଥାଏ। ଆମେ ଭୁଲି ଯାଇଥାଉ ଯେ ଆମେ ଯାହା କହୁ ତାହା ହେଇଥାଏ। ସେଥିପାଇଁ ହିନ୍ଦୀରେ କହନ୍ତି ସୁପ ସୁପ ବୋलो, क्योंकि जो बोलोगे वो स्थूल हो जाएगा। जो परमेश्वर वाक्य शक्ति अच्छी आ परमेश्वर कथा कहवाई देइछन्ति हमर वाक्य मते शक्ति अच्छी। आज समय हो गलानी आज ये क्लोज करिया पे चाहिबी जदि परमेश्वर अनुग्रह करंती ताले ये आबरा काडाबरा पार्ट 2 रे प्रभु यीशु ख्रीष्ट को केमिति पावर ऑफ स्पोकन वर्ड केमिति व्यवहार करतले ता विषय परवर्ती समय रे हम आलोचना करिबा। अधिक समय नहीं जायछि तेणु हम क्षमा करिवे कारण ए वाक्य ही एमति थिला ताको अल्प समय सारिबा असंभव थिला। तेणु ईश्वर समस्त नमस्कार समस्त उपरे दिलो। आमेन। थैंक यू डीडी भाई, गॉड ब्लेस।